ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ସୁବିଚାର ବାର୍ତ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଜୀବନର ସତ୍ୟତା। ଯେତେବେଳେ ବନ୍ୟା ଆସେ, ପାଣିରେ ଭାସି ଆସୁଥିବା ପିମ୍ପୁଡ଼ି ଗୁଡ଼ାକ ମାଛମାନେ ଖାଇଯାଆନ୍ତି। ଆଉ ଯେତେବେଳେ ନଦୀ ଶୁଖିଯାଏ, ସେତେବେଳେ ମାଛ ଗୁଡ଼ାକୁ ପିମ୍ପୁଡ଼ି ଲାଗି ଖାଇଯାଆନ୍ତି। ସମୟ ସମସ୍ତଙ୍କୁ ସୁଯୋଗ ଦିଏ, କେବଳ ଆପଣଙ୍କ ସୁଯୋଗକୁ ଅପେକ୍ଷା କରନ୍ତୁ। ଆଜିର ଏହି ସ୍ୱାର୍ଥପର ଏବଂ ଅସୁରକ୍ଷିତ ଦୁନିଆରେ ବନ୍ଧୁଟିଏ ବାଛିବା କଷ୍ଟକର। କେବଳ ନିରାକାର ଭଗବାନଙ୍କ ଛଡ଼ା ଅନ୍ୟ କାହାର ବନ୍ଧୁ ହେବାର ଯୋଗ୍ୟତା ନଥାଏ। କିନ୍ତୁ ଏହି ସଂସାରରେ ବଞ୍ଚିବାକୁ ହେଲେ ଜୀବନକୁ ସୁଖମୟ କରିବା ପାଇଁ ବନ୍ଧୁ କରିବା ଏବଂ ବନ୍ଧୁତ୍ୱ ବଜାୟ ରଖିବା ଆବଶ୍ୟକ। ଶ୍ରୀକୃଷ୍ଣଙ୍କ ଭଳି ବନ୍ଧୁ କଲେ ବିଜୟ ସୁନିଶ୍ଚିତ। କର୍ଣ୍ଣଙ୍କ ଭଳି ବନ୍ଧୁ କଲେ ବନ୍ଧୁତ୍ୱରେ ପୂର୍ଣ୍ଣତା ଆସିଯିବ। ତୁମର କିଛି ବି ଭୁଲ ଥିଲେ ମଧ୍ୟ ସେ ତୁମ ସହ ଛିଡ଼ା ହେବ। ସୁଦାମା ଭଳି ବନ୍ଧୁଟିଏ କରିଲେ ଜୀବନରେ ବହୁତ ଶିକ୍ଷା ମିଳିବ। ନିଜର ଦାରିଦ୍ର୍ୟତା କେବେ ତାଙ୍କର ସ୍ୱାଭିମାନକୁ ଛଡ଼ାଇ ପାରିନଥିଲା। ସୁଗ୍ରୀବ ଭଳି ଆଜି ବନ୍ଧୁଟିଏ ଦୁନିଆରେ ବିରଳ। ରାଜଗଦି ଛାଡ଼ି ଶ୍ରୀ ପ୍ରଭୁ ରାମଙ୍କ ପାଇଁ ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ିଥିଲେ। ହେବାର ଅଛି ତ ଅଭିମନ୍ୟୁ ପରି ଯୋଦ୍ଧା ହୁଅ, ଅର୍ଜୁନ ଭଳି ନୁହଁ। କାରଣ ଇତିହାସ ସବୁବେଳେ ତାକୁ ଅଧିକ ଶ୍ରେୟ ଦେଇଥାଏ ଯିଏ ଏକା ଲଢ଼ିପାରେ। ଅର୍ଜୁନଙ୍କ ଭଳି କୃଷ୍ଣଙ୍କ ପଛରେ ରହି ଯୁଦ୍ଧ କରି ବିଜୟ ହେବା ଅପେକ୍ଷା ଅଭିମନ୍ୟୁ ଭଳି ଏକା ଲଢ଼ି ଚକ୍ରବ୍ୟୂହରେ ମରିଯିବା ଯଥେଷ୍ଟ ଗୌରବର କଥା। ଜୀବନ ଯୁଦ୍ଧରେ ଯଦି କୃଷ୍ଣଙ୍କ ଭଳି ସାରଥୀଟିଏ ମିଳୁନି, ଅଭିମନ୍ୟୁ ଭଳି ଏକା ଲଢ଼ିବାର ସାହସ ରଖ। ଦେଖିବ ଅତୀତରେ ପୁନରାବୃତ୍ତି ଘଟିବ ନାହିଁ। ଜୀବନର ସତ୍ୟ। 10 ବର୍ଷ ହୋଇଗଲେ ମା ଆଙ୍ଗୁଠି ଧରି ଚାଲିବା ଛାଡ଼ିଦିଅ। 20 ବର୍ଷ ହୋଇଗଲେ ଖେଳନା ସହ ଖେଳିବା ଛାଡ଼ିଦିଅ। 30 ବର୍ଷର ହୋଇଗଲେ ଆଖି ଏପଟ ସେପଟ ବୁଲାଇବା ଛାଡ଼ିଦିଅ। 40 ବର୍ଷ ହୋଇଗଲେ ରାତିରେ ଖାଇବା ଛାଡ଼ିଦିଅ। 50 ବର୍ଷ ହୋଇଗଲେ ହୋଟେଲରେ ଖାଇବା ଛାଡ଼ିଦିଅ। 60 ବର୍ଷର ହୋଇଗଲେ ବ୍ୟବସାୟ କରିବା ଛାଡ଼ିଦିଅ। 70 ବର୍ଷ ହୋଇଗଲେ ଖଟରେ ଶୋଇବା ଛାଡ଼ିଦିଅ। 80 ବର୍ଷର ହୋଇଗଲେ ଲସି ପିଇବା ଛାଡ଼ିଦିଅ। 90 ବର୍ଷ ହୋଇଗଲେ ବଞ୍ଚିବାର ଆଶା ଛାଡ଼ିଦିଅ। ଗୃହିଣୀ ମଣି ହେତୁ ସେ ଗୃହିଣୀ। ଧର୍ମ କାର୍ଯ୍ୟରେ ସହଯୋଗ କରୁଥିବାରୁ ସେ ଧର୍ମିଣୀ। ସ୍ୱାମୀକୁ ପତନରୁ ଉଦ୍ଧାର କରୁଥିବାରୁ ସେ ପତ୍ନୀ। ମହିୟସୀ ବାଲା ହୋଇଥିବାରୁ ସେ ମହିଳା। ଗୃହର କାନ୍ତା ବା ସୌନ୍ଦର୍ଯ୍ୟ ହୋଇଥିବାରୁ ସେ କାନ୍ତା। ଅରି ବା ଶତ୍ରୁନାଶ କରିବାର ଶକ୍ତି ଥିବାରୁ ସେ ନାରୀ। ଦୁଇ କୁଳର ହିତ ସାଧନା କରୁଥିବାରୁ ସେ ଦୁହିତା। କୁଳକୁ ଧନ୍ୟ କରୁଥିବାରୁ ସେ କନ୍ୟା। ଗୃହର ଭାର ସମ୍ଭାଳୁଥିବାରୁ ସେ ଭାର୍ଯ୍ୟା। ସଂସାରକୁ ସୁନ୍ଦର କରୁଥିବାରୁ ସେ ସ୍ୱରୂପା। ଗୃହର ସ୍ଥିତି ସ୍ଥିର ରଖିଥିବାରୁ ସେ ସ୍ତ୍ରୀ। ମାଟି ଓ ଆକାଶ ପରି ହୋଇଥିବାରୁ ସେ ମା। ବିପଦରୁ ଉଦ୍ଧାର କରୁଥିବାରୁ ସେ ବୋଉ। ଗୃହକୁ ପ୍ରମୋଦମୁକ୍ତ ରଖୁଥିବାରୁ ସେ ପ୍ରମୋଦା। ପରିବାରର ଶୀଘ୍ର ଅର୍ଥାତ୍ ମସ୍ତକ ପରି ହୋଇଥିବାରୁ ସେ ମହନୀୟା। ବିଶେଷ କରି ଦୁଇଟି ସ୍ଥିତିରେ ମଣିଷର ବାସ୍ତବ ଆଚରଣକୁ ବୁଝିହୁଏ। ଅଭାବ ସମୟରେ ମଣିଷର ଧୈର୍ଯ୍ୟ ଓ ସବୁ ସୁବିଧା ଥିବାବେଳେ ମଣିଷର ସ୍ୱଭାବ। 3 ଜଣ ବ୍ୟକ୍ତି ସବୁବେଳେ ଅସୁବିଧାରେ ରୁହନ୍ତି। ପରୋପକାରୀ, ବିଶ୍ୱାସୀ ଆଉ ହୃଦୟରୁ ସଫା ନିରୀହ ବ୍ୟକ୍ତି। ବାକି ବ୍ୟକ୍ତିମାନେ ସବୁ ଜାଗାରେ ପରିସ୍ଥିତି ଅନୁସାରେ ରଙ୍ଗ ବଦଳାଇ ନିଜର ସୁବିଧା କରିନିଅନ୍ତି। ଅତର ପକେଇ ପୋଷାକରେ ବାସ ଭରିଦେଲେ ବା କ'ଣ ମିଳିବ? ଯଦି ଚରୁତ୍ରରୁ ଗନ୍ଧ ବାହାରୁଥିବ, ଘଷି ମାଜି ଦେହ ମୁହଁଟାକୁ ଚିକ୍ ଚିକ୍ କରିଦେଲେ କ'ଣ ମିଳିବ? ଯଦି ମନ ଭିତରଟା ଅସନା ଚିନ୍ତାରେ ଭରା ପଡ଼ିଥିବ? ଯାହା ସହ ଯେତେଦିନ ସମ୍ପର୍କ ଲେଖା ସେତେଦିନ ରହିବ। ତୁମେ ଯେତେ ଚେଷ୍ଟା କଲେ କି ଚାହିଁଲେ ବି ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବ ନାହିଁ। ଏ ଜୀବନର ନାଟକରେ କାହା ସହିତ
କେତେ ଦିନ ଅଭିନୟ କରିବାକୁ ପଡ଼ିବ ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ଆମକୁ ପଠାଇଛନ୍ତି। ପୁରୁଷ ଏ ଦୁନିଆକୁ ନାରୀ ମାଧ୍ୟମରେ ଆସିଥାଏ। ତାର ପାଳନ ପୋଷଣ ନାରୀ ହିଁ କରିଥାଏ। ତାକୁ ପ୍ରେମ ବି ନାରୀ ସହ ହୋଇଥାଏ, ଆଉ ବିବାହ ବି ନାରୀ ସହ ହୋଇଥାଏ। ଏସବୁ ହୋଇ ମଧ୍ୟ ଆଜିକାଲିର ପୁରୁଷ ନାରୀକୁ ଇଜ୍ଜତ ଦେବା ବଦଳରେ ତାର ଇଜ୍ଜତ ନେଇଥାଏ। ସନ୍ତାନ ନ ହେବା ଜଣେ ମଣିଷ ପାଇଁ ଗୋଟିଏ ଦୁଃଖ। ସନ୍ତାନ ଥିଲେ ମଧ୍ୟ ସଫଳ ନ ହେଲେ ତାଠାରୁ ବଡ଼ ଦୁଃଖ। ସନ୍ତାନ ସଫଳ ହେବା ପରେ ବିଗିଡ଼ିଗଲେ ସେଇଟା ସବୁଠାରୁ ବଡ଼ ଦୁଃଖ। ଯେଉଁମାନେ ସନ୍ତାନ ପ୍ରାପ୍ତି କରିଥାନ୍ତି ସେମାନେ ଭାଗ୍ୟଶାଳୀ, କିନ୍ତୁ ଯେଉଁମାନେ ସନ୍ତାନଠୁ ସୁଖ ପ୍ରାପ୍ତି କରିଥାନ୍ତି ସେମାନେ ସୌଭାଗ୍ୟଶାଳୀ। ଯେଉଁ ଘରେ ବାପା ଭାଇ ଘରର ଖର୍ଚ୍ଚ ଲେଖିବା ଆରମ୍ଭ କରି ସାରିଲେଣି, ତାହେଲେ ଜାଣିଯାଅ ସେ ଘରେ ସନ୍ଦେହ ଆରମ୍ଭ ହୋଇ ସାରିଲାଣି। ଯେତେ ଲେଖିଲେ କ'ଣ ହେବ, ସେ ଘର ଆଉ ବେଶୀ ଦିନ ତିଷ୍ଠି ରହିବ ନାହିଁ। ଯଦି ଆଜିର ସୁବିଚାର ବାର୍ତ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।